ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ମାର୍ଚ୍ଚ 16 ରୁ ମାର୍ଚ୍ଚ 22 ମଧ୍ୟରେ ଆପଣଙ୍କ ପାଇଁ ଏକ ପ୍ରମୁଖ ଜୀବନ ପରିବର୍ତ୍ତନକାରୀ ଭବିଷ୍ୟବାଣୀ ରହୁଛି। ବନ୍ଧୁମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଗତି ପ୍ରତି ସପ୍ତାହରେ ଆମ ଜୀବନରେ ନୂତନ ସଂକେତ ଆଣିଥାଏ। କେତେକ ସମୟରେ ଏହି ସଂକେତ ଗୁଡିକ ଚେତାବନୀ ଭାବରେ କାର୍ଯ୍ୟ କରନ୍ତି, ଅନ୍ୟ ସମୟରେ ସେମାନେ ଆମ ପାଇଁ ଆସୁଥିବା ହଠାତ୍ ସୁଯୋଗକୁ ଇଙ୍ଗିତ କରନ୍ତି। ମାର୍ଚ୍ଚ 16 ରୁ 22 ସିଂହ ରାଶିର ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ସମୟ ହେବାର ପ୍ରତିଶ୍ରୁତି ଦେଉଛି। ଏହି ସମୟ ମଧ୍ୟରେ ଗ୍ରହ ସଂରଚନା ଏପରି ଭାବରେ ସୃଷ୍ଟି ହେଉଛି ଯାହା ଆପଣଙ୍କ ଜୀବନର ଅନେକ ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ। କିଛି କ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇପାରେ, ବିପରୀତ ଭାବରେ ଅନ୍ୟ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଆପଣଙ୍କ ଉପରେ ହସୁଥିବା ଦେଖିପାରନ୍ତି। ଏକ ବିଶେଷ ଉଲ୍ଲେଖନୀୟ ଦିଗ ହେଉଛି ଯେ ମାର୍ଚ୍ଚ 20 ପରେ ପରିସ୍ଥିତିରେ ଏକ ବଡ ପରିବର୍ତ୍ତନ ଆଶା କରାଯାଉଛି। ଯଦିଓ ଜିନିଷ ଗୁଡିକ ପୂର୍ବରୁ ଧୀରେ ଧୀରେ ଗତି କରୁଥିଲା ବୋଲି ମନେ ହେଉଥିଲା, କିନ୍ତୁ ହଠାତ୍ ନୂତନ ସୁଯୋଗ ଆସିପାରେ। ତଥାପି ଏହି ସମୟରେ କିଛି ପରିମାଣର ସତର୍କତା ଏବଂ ବିଚକ୍ଷଣତା ଅତ୍ୟନ୍ତ ଜରୁରୀ, କାରଣ ପ୍ରତ୍ୟେକ ସୁଯୋଗ ସମ୍ପର୍କରେ ସଠିକ ନିଷ୍ପତ୍ତି ନେବା ସୁଯୋଗ ପରି ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜି ଆମେ ଆଗାମୀ ସପ୍ତାହ ପାଇଁ ସିଂହ ରାଶି ପାଇଁ 13ଟି ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ ବିଷୟରେ ଆଲୋଚନା କରିବୁ। ଏହି ସଂକେତ ଗୁଡିକ ମଧ୍ୟରୁ କିଛି ଆପଣଙ୍କୁ ଆସନ୍ନ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ, ଯେତେବେଳେ କି ଅନ୍ୟ ଗୁଡିକ ଆପଣଙ୍କ ଜୀବନରେ ଶୀଘ୍ର ପ୍ରବେଶ କରିବାକୁ ଥିବା ଆନନ୍ଦ ଏବଂ ଖୁସିର ବାର୍ତ୍ତା ଦେବ। ତେଣୁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ନିଶ୍ଚିତ କରନ୍ତୁ, କାରଣ ଏହା ସମ୍ଭବ ଯେ ଏହି 13ଟି ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ଆପଣଙ୍କର ବର୍ତ୍ତମାନର ପରିସ୍ଥିତି ସହିତ ସିଧାସଳଖ ପ୍ରାସଙ୍ଗିକ ଏବଂ ଆପଣଙ୍କୁ ସଠିକ ପଥ ଆଡକୁ ନେଇପାରେ। କିନ୍ତୁ ଭିଡିଓଟିରେ ଆଗକୁ ବଢିବା ପୂର୍ବରୁ ଆପଣମାନେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଏବେ ଆସନ୍ତୁ ଏହି ସପ୍ତାହ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ଆପଣଙ୍କ ପାଇଁ କଣ ରହିଛି ସେ ବିଷୟରେ ଜାଣିବା। ତ ପ୍ରଥମଟି ହେଉଛି ଆପଣଙ୍କ ପାଇଁ ଏହି ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। ସିଂହ ରାଶି ପାଇଁ 16 ମାର୍ଚ୍ଚ ରୁ 22 ମାର୍ଚ୍ଚ ଆପଣଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାର ମିଶ୍ରଣ ଆଣିପାରେ। ସପ୍ତାହର ଆରମ୍ଭରେ ଆପଣ ଏପରି କିଛି କାର୍ଯ୍ୟର ସମ୍ମୁଖୀନ ହୋଇପାରନ୍ତି ଯାହା ଆପଣ ଆଶା କରିଥିବା ଗତି କିମ୍ବା ଗତି ସହିତ ଅଗ୍ରଗତି କରିନଥାଏ। କେତେକ ସମୟରେ ଏପରି ଅନୁଭବ ହୋଇପାରେ ଯେ ଆପଣ ବହୁତ ପ୍ରୟାସ କରୁଛନ୍ତି, କିନ୍ତୁ ବାସ୍ତବ ଫଳାଫଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହିଁ। ଏପରି ପରିସ୍ଥିତିରେ ଆପଣ ଧୈର୍ଯ୍ୟ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘର ଏବଂ କାର୍ଯ୍ୟ ଉଭୟ ସହିତ ଜଡିତ ଦାୟିତ୍ୱ ଏକକାଳୀନ ବୃଦ୍ଧି ପାଇପାରେ। ଆପଣ କିଛି ନୂତନ କାର୍ଯ୍ୟ କିମ୍ବା ନିଷ୍ପତ୍ତିର ସମ୍ମୁଖୀନ ହୋଇପାରନ୍ତି, ଯାହା ପାଇଁ ଆପଣଙ୍କୁ ଟିକେ ଅତିରିକ୍ତ ସମୟ ଏବଂ ଶକ୍ତି ବିନିଯୋଗ କରିବାକୁ ପଡିବ। ତଥାପି ଏହି ଦାୟିତ୍ୱ ଗୁଡିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଦ୍ୱାରା ଭବିଷ୍ୟତରେ ଲାଭ ମିଳିପାରେ। ସପ୍ତାହର ମଧ୍ୟଭାଗ ସୁଦ୍ଧା ପରିସ୍ଥିତି କିଛିଟା ସ୍ଥିର ଦେଖାଯିବାର ସମ୍ଭାବନା ଅଛି। ଆପଣ ଧୀରେ ଧୀରେ ବୁଝିବା ଆରମ୍ଭ କରିବେ ଯେ କେଉଁ କାର୍ଯ୍ୟ ଗୁଡିକ ପ୍ରାଥମିକତା ଦେବାକୁ ପଡିବ ଏବଂ କେଉଁ ଗୁଡିକୁ ପରେ ସମାଧାନ କରିବାକୁ ପଡିବ। ଏହି ଅନ୍ତର୍ଦୃଷ୍ଟି ଆପଣଙ୍କୁ ସପ୍ତାହ ସାରା ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ। 20 ମାର୍ଚ୍ଚ ପରେ ଆପଣଙ୍କର ପରିସ୍ଥିତିରେ ଏକ ସୂକ୍ଷ୍ମ ସକାରାତ୍ମକ ପରିବର୍ତ୍ତନ ଆପଣ ଦେଖିବାକୁ ପାଇବେ। ସୁଯୋଗ ଆସିପାରେ ଯାହା ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଆପଣ ଅନୁଭବ କରିବେ ଯେ ଭାଗ୍ୟ ମଧ୍ୟ ଆପଣଙ୍କର ପ୍ରୟାସକୁ ସମର୍ଥନ କରିବା ଆରମ୍ଭ କରିଛି। ତଥାପି ଏହି ସମୟ ମଧ୍ୟରେ ଆପଣଙ୍କର ଦାୟିତ୍ୱ ହ୍ରାସ ପାଇବ ନାହିଁ। ତେଣୁ ପ୍ରତ୍ୟେକ ନିଷ୍ପତ୍ତିକୁ ଆପଣ ସତର୍କତାର ସହିତ ବିଚାର କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଧୈର୍ଯ୍ୟ ଏବଂ ବିଚକ୍ଷଣତାର ସହିତ ଆଗକୁ ବଢନ୍ତି, ତେବେ ଆପଣ ଦେଖିପାରିବେ ଯେ ସପ୍ତାହର ଶେଷ ସୁଦ୍ଧା ଅନେକ ଜଟିଳତା ସ୍ୱାଭାବିକ ଭାବରେ ସମାଧାନ ହୋଇଯିବ। ଦ୍ୱିତୀୟ ଭବିଷ୍ୟବାଣୀ ହେଉଛି ଗ୍ରହ ପରିବର୍ତ୍ତନର ପ୍ରଭାବ। ଏହି ସପ୍ତାହରେ ଗ୍ରହ ଗତି ସିଂହ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ତାଙ୍କର ଜୀବନରେ ଏକ ସୂଚନା ପ୍ରଦାନ କରିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଗୁଡିକର ସଂରଚନା ଆମର ଚିନ୍ତାଧାରା, ଭାବନା ଏବଂ ନିଷ୍ପତ୍ତିକୁ ପ୍ରଭାବିତ କରେ। ମାର୍ଚ୍ଚ 16 ଏବଂ 17 ତାରିଖରେ ଚନ୍ଦ୍ରମା କୁମ୍ଭ ରାଶିରେ ଅବସ୍ଥାନ କରିବେ।
ଫଳସ୍ୱରୂପ ସମ୍ପର୍କ ଏବଂ ସହଭାଗିତା ସମ୍ବନ୍ଧୀୟ ବିଷୟ ଗୁଡିକ ପ୍ରତି ଆପଣଙ୍କର ଧ୍ୟାନ ଅଧିକ ତୀବ୍ର ଭାବରେ ଆକର୍ଷଣ ହୋଇପାରେ। ଏହି ଦିନ ଗୁଡିକରେ ଯୋଗାଯୋଗର ଖୋଲା ରେଖା ବଜାୟ ରଖିବା ଏବଂ ଅନ୍ୟମାନଙ୍କ ସହିତ ଚିନ୍ତାଶୀଳ ଭାବରେ କଥାବାର୍ତ୍ତା କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରବର୍ତ୍ତୀ ସମୟରେ ମାର୍ଚ୍ଚ 18 ଏବଂ 19 ତାରିଖରେ ଚନ୍ଦ୍ର ମୀନ ରାଶିରେ ପ୍ରବେଶ କରିବେ। ଏହି ପର୍ଯ୍ୟାୟ ତୀବ୍ର ଭାବନାକୁ ଉତ୍ତେଜିତ କରିପାରେ ଏବଂ ଆପଣଙ୍କର ମନରେ ଅନେକ ଚିନ୍ତାଧାରା ସୃଷ୍ଟି କରିପାରେ। ଏପରି ସମୟରେ ଶୀଘ୍ର ନିଷ୍ପତ୍ତି ନେବାରୁ ବିରତ ରହିବା ଆବଶ୍ୟକ। ଏହି ସମୟରେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ପରିସ୍ଥିତିର ସ୍ପଷ୍ଟ ବୁଝାମଣା ପାଇବାକୁ ଚେଷ୍ଟା କରନ୍ତୁ। ମାର୍ଚ୍ଚ 20 ତାରିଖରୁ ଚନ୍ଦ୍ରମା ମେଷ ରାଶିରେ ପ୍ରବେଶ କରିବେ। ଏହି ଗ୍ରହ ସଂରଚନା ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିବାର ସମ୍ଭାବନା ଅଛି। ଆପଣ ଅନୁଭବ କରିପାରନ୍ତି ଯେ ବିଷୟ ଗୁଡିକ ଧୀରେ ଧୀରେ ଆପଣଙ୍କ ନିୟନ୍ତ୍ରଣକୁ ଆସୁଛି। ଏହା ସହିତ ଏହି ସପ୍ତାହରେ ବୁଧ ଗ୍ରହ ସହିତ ଜଡିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଉଛି। ବୁଧ ତାଙ୍କର ବକ୍ରୀ ଚଳନରୁ ବାହାରି ନିଜର ମାର୍ଗୀ ଚଳନ ଆରମ୍ଭ କରିବେ। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କର ମାର୍ଗୀ ଚଳନକୁ ବ୍ୟବସାୟ ପ୍ରୟାସ ଏବଂ ନିଷ୍ପତ୍ତି ଗ୍ରହଣ ପାଇଁ ଏକ ସକାରାତ୍ମକ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହାର ପ୍ରଭାବରେ ଆପଣଙ୍କର ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଧୀରେ ଧୀରେ ଆଗକୁ ବଢିବା ଆରମ୍ଭ କରିବ। ପୁରୁଣା ସମ୍ପର୍କ ମଧ୍ୟ ପୁଣି ଥରେ ସକ୍ରିୟ ହୋଇପାରେ ଏବଂ ନୂତନ ସୂଚନା ପାଇବାର ସମ୍ଭାବନା ଅଛି। ତେଣୁ ସପ୍ତାହ ସାରା ଗ୍ରହଗତି ଆପଣଙ୍କୁ ଧୈର୍ଯ୍ୟ, ବିଚକ୍ଷଣତା ଏବଂ ସଠିକ ମୁହୂର୍ତ୍ତ ପାଇଁ ଅପେକ୍ଷା କରିବାର ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଉଛି। ସଂଖ୍ୟା 3 ଭାଗ୍ୟର ଏକ ନୂତନ ମୋଡ଼, ଅର୍ଥାତ୍ ଆପଣଙ୍କ ପାଇଁ ତୃତୀୟ ଭବିଷ୍ୟବାଣୀ ହେଉଛି ଭାଗ୍ୟର ଏକ ନୂତନ ମୋଡ଼। ସିଂହ ରାଶି ପାଇଁ ଏହି ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ଭାଗ୍ୟ ସହିତ ଜଡିତ ପରିବର୍ତ୍ତନ ହୋଇପାରେ। ବିଶେଷ କରି ମାର୍ଚ୍ଚ 20 ପରେ ପରିସ୍ଥିତି ଏପରି ଏକ ମୋଡ଼ ନେବାର ସମ୍ଭାବନା ଅଛି ଯାହା ଆପଣଙ୍କର ଆତ୍ମବିଶ୍ୱାସକୁ ଯଥେଷ୍ଟ ବୃଦ୍ଧି କରିପାରେ। ଯଦିଓ ଆପଣ ପୂର୍ବରୁ କିଛି ପ୍ରୟାସରେ ବାଧା କିମ୍ବା ବିଳମ୍ବ ଅନୁଭବ କରୁଥିଲେ, କିନ୍ତୁ ଏବେ ଧୀରେ ଧୀରେ ଜିନିଷ ଗୁଡିକ ଆପଣଙ୍କ ସପକ୍ଷରେ ପରିବର୍ତ୍ତନ ହେଉଥିବା ଭଳି ଆପଣଙ୍କୁ ଲାଗିବ। ଜୀବନରେ ପ୍ରାୟତଃ ଏପରି ଘଟେ ଯେତେବେଳେ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରିବା ପରେ ହଠାତ୍ ଏକ ସୁଯୋଗ ଆସିଥାଏ। ଏକ ସୁଯୋଗ ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ଏକ ନୂତନ ମାର୍ଗ ନିର୍ଦ୍ଦେଶ କରେ। ଏହି ସପ୍ତାହରେ ଆପଣ ଏପରି ଏକ ସୁଯୋଗର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଏପରି ଏକ ସଂକେତ ପାଇପାରନ୍ତି। ଏକ ନୂତନ ପ୍ରସ୍ତାବ, ଏକ ଭଲ ଖବର କିମ୍ବା ଏକ ଦୀର୍ଘକାଳୀନ କାର୍ଯ୍ୟରେ ଅଗ୍ରଗତି ଆପଣଙ୍କୁ ସକାରାତ୍ମକ ଶକ୍ତିରେ ସଞ୍ଚାର କରିପାରେ। ଏହି ପରିବର୍ତ୍ତନ ସୂକ୍ଷ୍ମ ହୋଇପାରେ, ତଥାପି ଏହା ନିଃସନ୍ଦେହରେ ଆପଣଙ୍କର ଆତ୍ମବିଶ୍ୱାସ ଉପରେ ଗଭୀର ପ୍ରଭାବ ପକାଇବ। ଏହି ସମୟ ମଧ୍ୟରେ ଆପଣ ଏହା ମଧ୍ୟ ଅନୁଭବ କରିପାରିବେ ଯେ ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ସଠିକ ସମୟ ଆସିଲେ ନିଶ୍ଚିତ ଭାବରେ ସେମାନଙ୍କର ପୁରସ୍କାର ପ୍ରଦାନ କରେ। ତେବେ ଆପଣଙ୍କୁ ଅତ୍ୟଧିକ ଉତ୍ସାହ ଦ୍ୱାରା ତ୍ୱରିତ କିମ୍ବା ଭୁଲ ବିଚାର ନିଷ୍ପତ୍ତି ନେବାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ। ଅର୍ଥାତ୍ ତରବରିଆ ଭାବରେ କୌଣସି ଡିସିସନ ନିଅନ୍ତୁ ନାହିଁ କିମ୍ବା କୌଣସି କାର୍ଯ୍ୟ ମଧ୍ୟ କରନ୍ତୁ ନାହିଁ। ଯାହା ବି କରୁଛନ୍ତି ବହୁତ ଭାବିଚିନ୍ତି ଆପଣ ଆଗକୁ ବଢନ୍ତୁ। ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ହେବ। ଚତୁର୍ଥ ଭବିଷ୍ୟବାଣୀ ହେଉଛି ଆପଣଙ୍କର ଆର୍ଥିକ ସ୍ଥିତି ଏବଂ ନିଷ୍ପତ୍ତି। ସିଂହ ରାଶି ପାଇଁ ଏହି ସପ୍ତାହରେ ଆର୍ଥିକ ବିଷୟ ଗୁଡିକ ବିଷୟରେ କିଛି ସତର୍କତା ଆବଶ୍ୟକ। ମାର୍ଚ୍ଚ 16 ରୁ 22 ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ଯେଉଁଠାରେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେବାକୁ ପଡିବ। ତଥାପି ମନେ ରଖନ୍ତୁ, ଏହି ସମୟ ମଧ୍ୟରେ ଶୀଘ୍ର ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତରେ ଜଟିଳତା ସୃଷ୍ଟି କରିପାରେ। ତେଣୁ କୌଣସି ନିବେଶ କରିବା ପୂର୍ବରୁ, କ୍ରୟ କରିବା କିମ୍ବା ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ସବୁକିଛି ଭଲ ଭାବରେ ଚିନ୍ତା କରି ବୁଦ୍ଧିମାନର ସହିତ କାର୍ଯ୍ୟ କରନ୍ତୁ। ସପ୍ତାହର ଆରମ୍ଭରେ କିଛି ଅନାବଶ୍ୟକ ଖର୍ଚ୍ଚ ଅପ୍ରତ୍ୟାଶିତ ଭାବରେ ଦେଖାଦେଇପାରେ, ଯାହା ସମ୍ଭାବ୍ୟ ଭାବରେ ଆପଣଙ୍କର ବଜେଟକୁ ବାଧା ଦେଇପାରେ। ଆପଣଙ୍କର ଘର, ପରିବାର କିମ୍ବା ଜରୁରୀ ଦାୟିତ୍ୱ ଯୋଗୁଁ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ। ତେଣୁ ଏକ ଉପଯୁକ୍ତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ଜରୁରୀ ଅଟେ। ମାର୍ଚ୍ଚ 20 ପରେ ଆପଣ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଲକ୍ଷ୍ୟ କରିବେ। ପଞ୍ଚମ ଭବିଷ୍ୟବାଣୀ ହେଉଛି ଅତୀତର ନିବେଶରୁ ଲାଭ ପାଇବାର ସମ୍ଭାବନା। ସିଂହ ରାଶି ପାଇଁ ଏହି ସପ୍ତାହର ଏକ ନିର୍ଦ୍ଦିଷ୍ଟ ସୂଚନା ଅତୀତରେ କରାଯାଇଥିବା ନିବେଶ କିମ୍ବା ଅତୀତରେ କରାଯାଇଥିବା ପ୍ରୟାସ ସହିତ ଜଡିତ ହୋଇପାରେ।
କେତେକ ସମୟରେ ଆମେ ପୂର୍ବରୁ କରିଥିବା କଠିନ ପରିଶ୍ରମ ସଠିକ ମୁହୂର୍ତ୍ତରେ ଏହାର ଫଳ ପାଇବା ଆରମ୍ଭ କରେ। ଆପଣ ମାର୍ଚ୍ଚ 16 ରୁ ମାର୍ଚ୍ଚ 22 ମଧ୍ୟରେ ଠିକ ଏପରି ଏକ ଘଟଣା ଅନୁଭବ କରିପାରନ୍ତି। ଯଦି ଆପଣ ପୂର୍ବରୁ ଟଙ୍କା ବିନିଯୋଗ କରିଛନ୍ତି, ସଞ୍ଚୟ କରିଛନ୍ତି କିମ୍ବା ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କାମ କରିଛନ୍ତି, ତେବେ ବର୍ତ୍ତମାନ ଏପରି ଏକ ସମ୍ଭାବନା ଅଛି ଯେ ଆପଣ ଲାଭ ପାଇବା ଆରମ୍ଭ କରିବେ, ଯାହା ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ। ତଥାପି ଏହି ସମୟ ମଧ୍ୟରେ ନୂତନ ନିବେଶ ବିଷୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ। କେବଳ କେହି ଆପଣଙ୍କୁ ପରାମର୍ଶ ଦେଇଥିବାରୁ କିମ୍ବା ଶୀଘ୍ର ଲାଭ ପାଇଁ ଟଙ୍କା ନିବେଶ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ଯଦି ଆପଣ ଏକ ନୂତନ ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ପ୍ରଥମେ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରୁଛନ୍ତି। ଜଣେ ଅଭିଜ୍ଞ ବ୍ୟକ୍ତି କିମ୍ବା ଆର୍ଥିକ ପରାମର୍ଶଦାତାଙ୍କର ପରାମର୍ଶ ନେବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କ ପାଇଁ ଷଷ୍ଠ ଭବିଷ୍ୟବାଣୀ ହେଉଛି ସମ୍ପର୍କ ଏବଂ ବୈବାହିକ ଜୀବନର ବାସ୍ତବତା। ସିଂହ ରାଶିରେ ଜନ୍ମିତ ଲୋକଙ୍କ ପାଇଁ ଏହି ସପ୍ତାହରେ ଆପଣଙ୍କର ସମ୍ପର୍କ ବିଷୟରେ କିଛି ସତ୍ୟ ଧୀରେ ଧୀରେ ପ୍ରକାଶ ପାଇପାରେ। କେତେକ ସମୟରେ ଛୋଟ ଭୁଲ ବୁଝାମଣା ମଧ୍ୟ ସମ୍ପର୍କ ମଧ୍ୟରେ ଦୂରତା ସୃଷ୍ଟି କରିପାରେ। ତେଣୁ ଏହି ସମୟ ମଧ୍ୟରେ ଆପଣଙ୍କର ଭାବନାକୁ ସତର୍କତାର ସହିତ ପରିଚାଳନା କରିବା ଜରୁରୀ। ବିଶେଷ କରି ଆପଣଙ୍କର ଜୀବନସାଥୀଙ୍କ ବିଷୟରେ ଭିତ୍ତିହୀନ ସନ୍ଦେହ ରଖିବାରୁ ଦୂରେଇ ରୁହନ୍ତୁ, କାରଣ ସନ୍ଦେହ ପ୍ରାୟତଃ ଏପରି ସମସ୍ୟା ସୃଷ୍ଟି କରେ ଯାହା ବାସ୍ତବରେ ନଥାଏ। ମାର୍ଚ୍ଚ 16 ଏବଂ 17 ତାରିଖରେ ଆପଣ ଆପଣଙ୍କର ବୈବାହିକ ଜୀବନରେ ସମନ୍ୱୟ ଏବଂ ପାରସ୍ପରିକ ବୁଝାମଣାର କର୍ମବର୍ଦ୍ଧିଷ୍ଣୁ ଭାବନା ଦେଖିପାରନ୍ତି। ଏହି ଦିନଗୁଡ଼ିକରେ ଆପଣଙ୍କ ମଧ୍ୟରେ ଯୋଗାଯୋଗ ଉତ୍ତମ ହେବାର ସମ୍ଭାବନା ଅଛି ଏବଂ କିଛି ପୁରୁଣା ଅଭିଯୋଗ ଶେଷରେ ସମାଧାନ ହୋଇପାରେ। ତଥାପି ସପ୍ତାହର ଶେଷ ଭାଗରେ ପ୍ରାୟ ମଧ୍ୟଭାଗରେ ଏକ ସାମାନ୍ୟ କଥାକୁ ନେଇକି ଭୁଲ ବୁଝାମଣା ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏପରି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋଲାଖୋଲି ଏବଂ ଶାନ୍ତ ଭାବରେ ଯୋଗାଯୋଗ କରିବା। ମନେ ରଖନ୍ତୁ ଯେ ବିଶ୍ୱାସ ଏବଂ ପାରସ୍ପରିକ ବୁଝାମଣା ଦ୍ୱାରା ସମ୍ପର୍କ ମଜବୁତ ହୁଏ। ଯଦି ଆପଣ ଏହି ସପ୍ତାହରେ ଧୈର୍ଯ୍ୟ ଏବଂ ସଚ୍ଚୋଟତାର ସହିତ ଆପଣଙ୍କର ସମ୍ପର୍କକୁ ପରିଚାଳନା କରନ୍ତି, ତେବେ ଆପଣଙ୍କର ବୈବାହିକ ଜୀବନରେ ସ୍ଥିରତା ଏବଂ ପ୍ରେମ ଉଭୟ ରହିବ। ଏବେ ଆପଣଙ୍କ ପାଇଁ ସପ୍ତମ ଭବିଷ୍ୟବାଣୀ ହେଉଛି ଆପଣଙ୍କର କ୍ୟାରିୟରରେ ଚ୍ୟାଲେଞ୍ଜ ଏବଂ କଠିନ ପରିଶ୍ରମ। ଏହି ସପ୍ତାହ ବୃତ୍ତିଗତ କ୍ଷେତ୍ରରେ ଟିକିଏ ଅଧିକ କାର୍ଯ୍ୟଭାର ଏବଂ ଦାୟିତ୍ୱ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ କିଛି କାର୍ଯ୍ୟ ଦେଖାଦେଇପାରେ ଯାହା ପାଇଁ ଆପଣଙ୍କୁ ସାଧାରଣ ଅପେକ୍ଷା ଅଧିକ ସମୟ ଏବଂ ଶକ୍ତି ବିନିଯୋଗ କରିବାକୁ ପଡିବ। କେତେକ ସମୟରେ ଏପରି ଲାଗିପାରେ ଯେପରି ଆପଣ ଆପଣଙ୍କର କଠିନ ପରିଶ୍ରମ ସହିତ ଅନୁରୂପ ତୁରନ୍ତ ଫଳାଫଳ ପାଉନାହାନ୍ତି। ତଥାପି ଏହାର ଅର୍ଥ ନୁହେଁ ଯେ ଆପଣଙ୍କର ପ୍ରୟାସ ନଷ୍ଟ ହେବାକୁ ଯାଉଛି। ବାସ୍ତବରେ ବର୍ତ୍ତମାନ ଆପଣଙ୍କର କଠିନ ପରିଶ୍ରମ ଧୀରେ ଧୀରେ ଏକ ଦୃଢ ଭବିଷ୍ୟତ ପାଇଁ ମୂଳଦୁଆ ପକାଇଛି। ବରିଷ୍ଠ ଅଧିକାରୀ କିମ୍ବା ଆପଣଙ୍କର ବସ୍ ଆପଣଙ୍କର କାମ ଏବଂ ସମର୍ପଣକୁ ବହୁତ ନିକଟରୁ ଦେଖୁଛନ୍ତି। ଯଦିଓ ଆପଣ ଏହି ସପ୍ତାହରେ ତୁରନ୍ତ ପ୍ରଶଂସା ପାଇପାରନ୍ତି ନାହିଁ, ଏହି କଠିନ ପରିଶ୍ରମ ନିକଟ ଭବିଷ୍ୟତରେ ନୂତନ ସୁଯୋଗ ପାଇଁ ପଥ ପ୍ରଶସ୍ତ କରିପାରେ। ଯଦି ଆପଣ ଚାକିରି କରୁଛନ୍ତି, ତେବେ ଆପଣଙ୍କ କାମରେ ଶୃଙ୍ଖଳା ଏବଂ ଧୈର୍ଯ୍ୟ ବଜାୟ ରଖିବା ସମ୍ପୂର୍ଣ୍ଣ ଜରୁରୀ। ଏହା ସହିତ ଆପଣଙ୍କର ସହକର୍ମୀଙ୍କ ସହିତ ଏକ ସନ୍ତୁଳିତ ଆଚରଣ ବଜାୟ ରଖନ୍ତୁ। ଆପଣଙ୍କ ପାଇଁ ତାହା ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ପାଇଁ ଅଷ୍ଟମ ଭବିଷ୍ୟବାଣୀ ହେଉଛି ଲୁକ୍କାୟିତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ। ସିଂହ ରାଶିର ଜନ୍ମିତ ଲୋକମାନଙ୍କ ପାଇଁ ଏହି ସପ୍ତାହରେ କର୍ମକ୍ଷେତ୍ରରେ କିଛି ପରିମାଣରେ ସତର୍କତା ଅବଲମ୍ବନ କରିବା ଜରୁରୀ। କେତେକ ସମୟରେ ଆମ ଚାରିପାଖରେ ଏପରି ଲୋକ ଥାନ୍ତି ଯେଉଁମାନେ ଆମ ମୁହଁରେ ବନ୍ଧୁତାର ପରିଚୟ ଦେଇ ଗଭୀର ଭାବରେ ଆମ ବିରୁଦ୍ଧରେ ଖରାପ କଥା କହିଥାନ୍ତି। ଏହି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇପାରେ। ଆପଣଙ୍କର କର୍ମକ୍ଷେତ୍ରରେ କେହି ଆପଣଙ୍କର ଯୋଜନା କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ ସୂଚନାର ଅଯଥା ଲାଭ ଉଠାଇବାକୁ ଚେଷ୍ଟା କରିପାରନ୍ତି। 18 ଏବଂ 19 ମାର୍ଚ୍ଚ ପାଖାପାଖି ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡିବ। ଯଦି ଆପଣ ଆପଣଙ୍କର କାମ ଉପରେ ଧ୍ୟାନ ଦିଅନ୍ତି ଏବଂ ଅନାବଶ୍ୟକ ଦ୍ୱନ୍ଦ୍ୱରୁ ଦୂରେଇ ରୁହନ୍ତି, ତେବେ ଆପଣ ଯେକୌଣସି ସମ୍ଭାବ୍ୟ ସମସ୍ୟାକୁ ସହଜରେ ଏଡାଇ ପାରିବେ। ଏହା ବ୍ୟତୀତ ଆପଣଙ୍କର ଡକୁମେଣ୍ଟ, ଫାଇଲ ଏବଂ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟକୁ ସୁରକ୍ଷିତ ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ। ମନେ ରଖନ୍ତୁ, ବିଚକ୍ଷଣତା ଏବଂ ସତର୍କତା ପ୍ରାୟତଃ ବଡ଼ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏହାକୁ ରୋକି ଦେଇଥାଏ। ଯଦି ଆପଣ ଶାନ୍ତ ରୁହନ୍ତି
ଏବଂ ଆପଣଙ୍କର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି ତେବେ କୌଣସି ଗୁପ୍ତ ଶତ୍ରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କ୍ଷତି କରିପାରିବେ ନାହିଁ। ନବମ ଭବିଷ୍ୟବାଣୀଟି ହେଉଛି ଘର, ସମ୍ପତ୍ତି ଏବଂ ଆଇନଗତ ମାମଲା। ଏହି ସପ୍ତାହରେ ଘର, ସମ୍ପତ୍ତି ଏବଂ କାଗଜପତ୍ର ସମ୍ବନ୍ଧୀୟ ବିଷୟଗୁଡ଼ିକ ବିଷୟରେ ଟିକେ ଅଧିକ ସତର୍କତା ଆବଶ୍ୟକ। ଯଦି ଆପଣ ବର୍ତ୍ତମାନ ଜମି, ଘର କିମ୍ବା ଅନ୍ୟ କୌଣସି ପ୍ରକାରର ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାରବାରରେ ଜଡ଼ିତ ଅଛନ୍ତି ତେବେ ସମସ୍ତ ଦଲିଲ ଗୁଡ଼ିକୁ ଭଲ ଭାବରେ ପଢିବା ଏବଂ ବୁଝିବା ଅତ୍ୟନ୍ତ ଜରୁରୀ। କେତେକ ସମୟରେ ଏକ ଛୋଟ ଭୁଲ ମଧ୍ୟ ରାସ୍ତାରେ ବଡ଼ ଜଟିଳତା ସୃଷ୍ଟି କରିପାରେ। ଯଦି ଅତୀତର କୌଣସି ଆଇନଗତ ବିବାଦ ଚାଲିଛି ତେବେ ଏହି ସପ୍ତାହରେ ମାମଲାରେ କାର୍ଯ୍ୟକଳାପ କିମ୍ବା ଗତିବିଧି ବୃଦ୍ଧି ହେବାର ସୂଚନା ମିଳୁଛି। ନୂତନ ସୂଚନା ସାମ୍ନାକୁ ଆସିପାରେ କିମ୍ବା ମାମଲା ସମାଧାନ ପାଇଁ ପଦକ୍ଷେପ ନିଆଯାଇପାରେ। ଏପରି ସମୟରେ ଶୀଘ୍ର କାର୍ଯ୍ୟ କରିବା ପରିବର୍ତ୍ତେ ଉପଯୁକ୍ତ ପରାମର୍ଶ ନେବା ବୁଦ୍ଧିମାନର କାର୍ଯ୍ୟ ହେବ। ଜଣେ ଅଭିଜ୍ଞ ବ୍ୟକ୍ତି କିମ୍ବା ଆଇନଗତ ବୃତ୍ତିଗତଙ୍କ ସହିତ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ପାଇଁ ଦଶମ ଭବିଷ୍ୟବାଣୀ ହେଉଛି ପିଲା ଏବଂ ପରିବାର ସମ୍ବନ୍ଧୀୟ ଶୁଭ ଖବର। ଏହି ସପ୍ତାହ ଆପଣଙ୍କର ପରିବାର କିମ୍ବା ପିଲାମାନଙ୍କ ସହିତ ଜଡ଼ିତ ଖୁସିର ଖବର ଆଣିପାରେ ଯାହା ଆପଣଙ୍କର ହୃଦୟକୁ ଖୁସି ଆଣିଥାଏ। କେତେକ ସମୟରେ ପିଲାମାନଙ୍କର ଛୋଟ ଛୋଟ ସଫଳତା ମଧ୍ୟ ସମଗ୍ର ପରିବାରର ମୁହଁରେ ହସ ଫୁଟାଇପାରେ। ଆପଣ ଏହି ସପ୍ତାହରେ ଏପରି ଏକ ଆନନ୍ଦଦାୟକ ମୁହୂର୍ତ୍ତ ଅନୁଭବ କରିପାରନ୍ତି ଯଦି ଆପଣଙ୍କର ପିଲାମାନେ ବର୍ତ୍ତମାନ ସେମାନଙ୍କର ପାଠ ପଢା କରୁଛନ୍ତି ତେବେ ଆପଣ ସେମାନଙ୍କର ଶିକ୍ଷାଗତ କାର୍ଯ୍ୟରେ କିମ୍ବା ପ୍ରତିଯୋଗିତାମୂଳକ ପ୍ରୟାସରେ ଉତ୍କୃଷ୍ଟ ପ୍ରଦର୍ଶନ ଦେଖିପାରନ୍ତି। ସେମାନଙ୍କର କଠିନ ପରିଶ୍ରମ ଏବଂ ପ୍ରଗତି ଆପଣଙ୍କୁ ଗର୍ବର ଭାବନାରେ ଭରିଦେବାର ସମ୍ଭାବନା ଅଛି। ଏହି ସପ୍ତାହରେ ଆପଣଙ୍କର ପରିବାର ସହିତ ଗୁଣାତ୍ମକ ସମୟ ବିତାଇବା ଦ୍ୱାରା ଆପଣ ମାନସିକ ଶାନ୍ତିର ଭାବନା ମଧ୍ୟ ଆଣିପାରିବେ। 11 ନମ୍ବର ଭବିଷ୍ୟବାଣୀ ହେଉଛି ଭ୍ରମଣ ଏବଂ ନୂତନ ସୁଯୋଗ। ଏହି ସପ୍ତାହଟି ଯାତ୍ରା ସମ୍ବନ୍ଧୀୟ କିଛି ନିର୍ଦ୍ଦିଷ୍ଟ ସଂକେତ ଆଣିପାରେ। ବିଶେଷ କରି ମାର୍ଚ୍ଚ 20 ପରେ ଏକ ଦୂରଯାତ୍ରା କରିବାର ସମ୍ଭାବନା ବୃଦ୍ଧି ହେଉଛି। ଏହି ଯାତ୍ରା ଆପଣଙ୍କର କାର୍ଯ୍ୟକୁ ନେଇକି ହେଇପାରେ, ଶିକ୍ଷା କିମ୍ବା ବ୍ୟକ୍ତିଗତ କାରଣ ସହିତ ଜଡ଼ିତ ହୋଇପାରେ। ଯଦିଓ ଏହା ପ୍ରାରମ୍ଭରେ ଏକ ସାଧାରଣ ଯାତ୍ରା ପରି ମନେ ହୁଏ, ଏହା ଶେଷରେ ଆପଣଙ୍କ ପାଇଁ ନୂତନ ସୁଯୋଗ ପାଇଁ ପଥ ପ୍ରଶସ୍ତ କରିବ। କେତେକ ସମୟରେ ଏକ ନୂତନ ସ୍ଥାନ ପରିଦର୍ଶନ କରିବା, ନୂତନ ଲୋକଙ୍କୁ ଭେଟିବା କିମ୍ବା ଏକ ଭିନ୍ନ ପରିବେଶ ଅନୁଭବ କରିବା ଆମର ଦୃଷ୍ଟିକୋଣକୁ ମୌଳିକ ଭାବରେ ପରିବର୍ତ୍ତନ କରିପାରେ। ଏହି ସପ୍ତାହରେ ଆପଣ ଯେଉଁ ଯାତ୍ରା କରୁଛନ୍ତି ତାହା ଆପଣଙ୍କୁ କିଛି ନୂଆ ଶିଖାଇପାରେ। ଯଦି ଆପଣ ଏକ ନୂତନ ପ୍ରକଳ୍ପ, ଯୋଜନା କିମ୍ବା ଉଦ୍ୟମ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ଏହି ଯାତ୍ରା ସେହି ପ୍ରୟାସରେ ସହାୟକ ହୋଇପାରେ। ଏହି ସମୟ ମଧ୍ୟରେ ପ୍ରାପ୍ତ ଏକ ନୂତନ ସମ୍ପର୍କ କିମ୍ବା ସୂଚନା ଭବିଷ୍ୟତ ପାଇଁ ପ୍ରତିଶ୍ରୁତିପୂର୍ଣ୍ଣ ସମ୍ଭାବନା ଖୋଲିପାରେ। ତେଣୁ ଯଦି ଏହି ସପ୍ତାହରେ ଭ୍ରମଣ କରିବାର ସୁଯୋଗ ଆସେ ତେବେ ଏହାକୁ କେବେ ବି ହାତ ଛଡା କରନ୍ତୁ ନାହିଁ। ଆପଣଙ୍କ ପାଇଁ 12 ନମ୍ବର ଭବିଷ୍ୟବାଣୀ ହେଉଛି ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି। ସପ୍ତାହର ଶେଷ ସୁଦ୍ଧା ସମ୍ମାନ, ସ୍ଥିତି ଏବଂ ପ୍ରତିଷ୍ଠା ସମ୍ପର୍କରେ ସକାରାତ୍ମକ ବିକାଶ ଦେଖାଦେଇପାରେ। ଆପଣଙ୍କର ପ୍ରୟାସ ଆପଣଙ୍କର ବୃତ୍ତିଗତ କ୍ଷେତ୍ରରେ କିମ୍ବା ସାମାଜିକ ଜୀବନରେ ଧୀରେ ଧୀରେ ସ୍ୱୀକୃତି ପାଇବାର ସମ୍ଭାବନା ଅଛି। କେତେକ ସମୟରେ ଆମେ ଅକ୍ଲାନ୍ତ ଏବଂ ନିରନ୍ତର ଭାବରେ କାମ କରୁ, ତଥାପି ତୁରନ୍ତ ପ୍ରଶଂସା ପାଇବା ଅପରିବର୍ତ୍ତନୀୟ ରହିଥାଏ। ତଥାପି ଯେତେବେଳେ ସଠିକ ମୁହୂର୍ତ୍ତ ଆସେ ସେହି କଠିନ ପରିଶ୍ରମ ଅନ୍ୟମାନଙ୍କ ଦୃଷ୍ଟିରେ ଆପଣଙ୍କର ସାର୍ବଜନୀନ ପ୍ରତିଛବିକୁ ଦୃଢ ଏବଂ ଉନ୍ନତ କରିବାରେ ସାହାଯ୍ୟ କରେ। ଆପଣ ଏହି ସପ୍ତାହରେ ଏପରି ଏକ ଘଟଣା ଅନୁଭବ କରିପାରନ୍ତି। ଲୋକମାନେ ଆପଣଙ୍କର ଗ୍ରହଣ କରିଥିବା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ, ନିଷ୍ପତ୍ତି କିମ୍ବା ଦାୟିତ୍ୱକୁ ବହୁତ ପ୍ରଶଂସା ସହିତ ଦେଖିବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ କିମ୍ବା ସହକର୍ମୀମାନେ ଆପଣଙ୍କର ପ୍ରୟାସକୁ ପ୍ରଶଂସା କରିବେ। ସାମାଜିକ ସ୍ତରରେ ଆପଣଙ୍କର କଥା ଏବଂ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଆପଣଙ୍କ ପାଇଁ 13 ନମ୍ବର ଭବିଷ୍ୟବାଣୀ ହେଉଛି ସ୍ୱାସ୍ଥ୍ୟ ଏବଂ ମାନସିକ ସୁସ୍ଥତା। ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପାରେ। କାମର ବ୍ୟସ୍ତତା, ବିଭିନ୍ନ ଦାୟିତ୍ୱ ଏବଂ ମାନସିକ ଚାପ ସହିତ ଆପଣ ଥକ୍କାପଣ ଅନୁଭବ କରିପାରନ୍ତି। କେତେକ ସମୟରେ ନିରନ୍ତର ବ୍ୟସ୍ତତା ଶରୀରକୁ ନୁହେଁ ମନକୁ ମଧ୍ୟ କ୍ଳାନ୍ତ କରିପାରେ।
ଏପରି ସମୟରେ ଟିକେ ବିଶ୍ରାମ ଏବଂ ଏକ ସନ୍ତୁଳିତ ଦୈନନ୍ଦିନ କାର୍ଯ୍ୟ ନିର୍ବାହ ସମ୍ପୂର୍ଣ୍ଣ ଆବଶ୍ୟକ ହୋଇପାରେ। ଯଦି ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ତେବେ ଆପଣ ଅନେକ ଛୋଟ ମୋଟ ରୋଗରୁ ରକ୍ଷା ପାଇପାରିବେ। ଏହି ସମୟ ମଧ୍ୟରେ ଯୋଗ ଏବଂ ପ୍ରାଣାୟାମ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ କିମ୍ବା ଗଭୀର ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରିବା ମଧ୍ୟ ମାନସିକ ଶାନ୍ତିର ଭାବନାକୁ ବୃଦ୍ଧି କରିବ। ତେବେ ବନ୍ଧୁମାନେ, ଏହା ଥିଲା ଏହି ସପ୍ତାହ ପାଇଁ ଆପଣଙ୍କ ପାଇଁ 13ଟି ପ୍ରମୁଖ ଭବିଷ୍ୟବାଣୀ। ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ। ଯେଉଁ ପ୍ରତିକାର ଗୁଡିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହୁଛି ସେଗୁଡିକ ମଧ୍ୟ ଦୂର ହୋଇଯିବ। ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ସକାଳେ ଅତି କମରେ 10 ମିନିଟ ପାଇଁ ପ୍ରାଣାୟାମ କରନ୍ତୁ। ରବିବାର ଦିନ ପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ ଆପଣ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ଭକ୍ତିର ସହିତ ଆଦିତ୍ୟ ହୃଦୟ ସ୍ତୋତ୍ରର ପାଠ କରନ୍ତୁ। ଶନିଙ୍କର ପ୍ରଭାବକୁ କମ କରିବା ପାଇଁ ଆପଣ ଶନିବାର ଦିନ ଛାୟା ଦାନ କରନ୍ତୁ। ଏହାକୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଜୀବନ ଶକ୍ତି ଏବଂ ମାନସିକ ଦୃଢତା ବୃଦ୍ଧି ପାଇବ। ତ ବନ୍ଧୁମାନେ, ଏହା ଥିଲା 16 ମାର୍ଚ୍ଚରୁ 22 ମାର୍ଚ୍ଚ 2026 ପର୍ଯ୍ୟନ୍ତ ସିଂହ ରାଶି ପାଇଁ ସାପ୍ତାହିକ ରାଶିଫଳ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।